ଖରା ଦିନ ପାଇଁ ଗୋଟେ ପୁଷ୍ଟିକର ଖାଦ୍ୟ ପରି ତରଳ ଖତ ତିଆରି କରିବା ବି ବହୁତ ସହଜ। କିଛି କଦଳୀ ଚୋପାକୁ 2-3 ଧରି ଏମିତି ପାଣିରେ ଭିଜେଇ ରଖନ୍ତୁ। ଆଉ 2ରୁ 3 ଦିନ ଗଲା ପରେ ସେ ପାଣିକୁ ଆପଣଙ୍କ ଗଛ ପାଇଁ ଆପଣ ପ୍ରସ୍ତୁତ କରିଦିଅନ୍ତୁ। ଯେମିତିକା କିଛି ଅଲଗା ଗ୍ଲାସକୁ ବାହାର କର। ଏଠି ଦେଖନ୍ତୁ କେମିତି ଭାବରେ ମୁଁ ଫର୍ଟିଲାଇଜରଟା ବନେଇଛି। 2 ଦିନ ଭିଜେଇଲା ପରେ ଫର୍ଟିଲାଇଜର ପୁରା ରେଡ଼ି ହେଇଯାଇଛି। ତ ତାକୁ ସେଥିପାଇଁକା ମୋତେ ଛାଣି ସାରିଲା ପରେ ଛାଣି ଦେବେ, ନହେଲେ ଏମିତିଆ ଖାଲି ପାଣିଟାକୁ ଗଡ଼େଇ ଦେବେ। ଗଡ଼େଇ ସାରିଲା ପରେ ଆପଣଙ୍କ ଯେଉଁ ଗଛର ଗ୍ରୋଥ୍ ହେଉନଥିବ ବା ଅଧିକା କିଛି ଗଛର କଡ଼ ଆସିଗଲା ପରେ, କଡ଼ର ଧରଣ ଅଧିକା ଯୋଗୁଁ ଆମ ଗଛର ଗ୍ରୋଥ୍ ପାର୍ଟ ବାହାରିବା ବନ୍ଦ ହେଇଯାଇଥାଏ। ବେଳେବେଳେ ଗଛର ଯେଉଁ ଛୋଟ ଛୋଟ ନୂଆ ନୂଆ କଡ଼ ବି ଆସିଥାଏ ସେଗୁଡ଼ା ଝଡ଼ିବାକୁ ଲାଗେ। ତ ଗଛକୁ ପୁଷ୍ଟିକର ଖାଦ୍ୟ ଦେଇଦେବେ, ଦେଖିବେ ଆପଣଙ୍କ ଗଛ ବହୁତ ସାରା ଏମିତିଆ କଡ଼ ଆସେ। ତ ଏଇ ମନ୍ଦାର ଗଛରେ ଏବେ ପ୍ରବଳ ମାତ୍ରାରେ କଢ଼ ଆସୁଛି। ଆଉ କଢ଼ ଆସିବା ସହିତ ମୁଁ ତାକୁ ଖାଦ୍ୟ ବି ବରାବର ସମୟରେ ଦେଉଛି, ଯେମିତିକା କିଛି ଭର୍ମି କମ୍ପୋଷ୍ଟ ଆଉ ତା ସାଥିରେ କିଛି ଲିଭ୍ କମ୍ପୋଷ୍ଟ ଆଉ କିଛି ଏମିତିକା ଫର୍ଟିଲାଇଜର, ଯେଉଁଟାକି ଆମେ କଦଳୀ ଚୋପାରେ ଘରେ ବନେଇଥାନ୍ତୁ। ଯେଉଁ ତରଳ ଖତ ଆମେ ଗଛରେ ଦେବା ପାଇଁ ବନେଇଛନ୍ତି ଏଥିରୁ ଶୀଘ୍ର ପୋଷକ ତତ୍ତ୍ୱ ବଢ଼େଇଥାଏ ଆଉ ଫୁଲ ଆଣିବାରେ ସାହାଯ୍ୟ ମଧ୍ୟ ଶୀଘ୍ର କରିଥାଏ। ମୁଁ ଏମିତି କଦଳୀ ଚୋପାକୁ ଡେଲି ତ ଦିଏନି, କିନ୍ତୁ ଏଇଟା ସପ୍ତାହକୁ ଥରେ ଲେଖାଏଁ ଦିଏ। ପତଳା କରିକି ଦେଇପାରିବେ, ଏମିତି ବହଳିଆ କରିକି ଦେଇପାରିବେ, ମାନେ ଗାଢ଼ା ଭାବରେ। ବିଶେଷ କରିକି ଆପଣ ଏଇ ତରଳ ଖତ ଫୁଲ ଫୁଟୁଥିବା ମାସରେ ବ୍ୟବହାର କରିବେ। ଗୋଟେ ଥର ବନେଇଥିବା ତରଳ ଖତ ପ୍ରୟୋଗ କରିବାର 10ରୁ 14 ଦିନ ପରେ ପୁଣି ଥରେ ପ୍ରୟୋଗ କରିପାରିବେ। ଏମିତି ବିଭିନ୍ନ ପ୍ରକାର ଘରୋଇ ଖାଦ୍ୟ ଅଛି ଯାହାକି ଆମ ଗଛକୁ ବହୁତ ମାତ୍ରାରେ ମ୍ୟାଗ୍ନେସିୟମ୍, ଜିଙ୍କ୍, ତା ସାଥିରେ କ୍ୟାଲସିୟମ୍, ପୋଟାସିୟମ୍ ଏସବୁ ଦେଇଥାଏ। ବିଭିନ୍ନ ଖତରୁ ବିଭିନ୍ନ ପ୍ରକାର ଭିଟାମିନ୍ ମିଳିଥାଏ। ତ ଏମିତି ନୁହେଁ ଯେ କେବଳ କଦଳୀ ଚୋପାରେ ହିଁ ସବୁକିଛି ଭିଟାମିନ୍ ଆମ ଗଛକୁ ମିଳିଯିବ। ତ ଗଛକୁ ମିଳିବା ଦରକାର ଯାହା ଆମେ ଗଛକୁ ହେଉଛି ପୋଟାସିୟମ୍ର ମାତ୍ରା ଯେମିତି ଦେଉଛନ୍ତି ଠିକ୍ ସେମିତି ମିଳିବା ଦରକାର, ଯାହାଦ୍ୱାରା ଗଛର ଅଧିକା ଫସ୍ଫରସ୍ ଆଉ ଗଛର ହେଉଛି ଅଧିକା ପୋଟାସିୟମ୍ ମିଳେ। ଗଛର ମୂଳଟା ବି କାଫି ମୋଟା ହେଇଥାଏ ଆଉ ଛୋଟ ଗଛଟେ ହେଇକି ଆପଣଙ୍କୁ ଢେର ଗୁଡ଼ାଏ ଫୁଲ ବି ମଧ୍ୟ ଦେଇଥାଏ। ମାନେ ପ୍ରତ୍ୟେକ ଭିଟାମିନ୍ରୁ ଆମ ଗଛର କିଛି ନା କିଛି ଲାଭଦାୟକ ହେଇଥାଏ, ଯେମିତି ଆପଣଙ୍କୁ କହିଲି। ତ କେବଳ ସେତିକି ନୁହେଁ, କଦଳୀ ଚୋପା ମାଟିର ଆର୍ଦ୍ରତା ବନାଏ ଆଉ ଗଛ ଗ୍ରୋଥ୍ ବଢ଼ାଇବା ପାଇଁ କଦଳୀ ଚୋପାକୁ ଅନେକ ଉପାୟରେ ଆପଣ ବ୍ୟବହାର କରିପାରିବେ। ଯେମିତି ଫର୍ଟିଲାଇଜର ଭାବରେ ବ୍ୟବହାର କରିପାରିବେ, ତାର ଗୁଣ୍ଡ ବନେଇକି ବ୍ୟବହାର କରିପାରିବେ ଆଉ ଡାଇରେକ୍ଟ ମଧ୍ୟ ବ୍ୟବହାର କରିପାରିବେ। ଏକୁ ଦେବା ଦ୍ୱାରା ଗଛର ପତ୍ରର ଗ୍ଲିସେରିନ୍ ବନି ରହିବ। କ୍ୟାଲସିୟମ୍ ଠିକ୍ ମିଳିଲେ ଗଛର ପତ୍ର ବି ମୋଡ଼ିବନି, ବହୁତ ହି ଭଲ ରହିବ। ପତ୍ର ଗୁଡ଼ାକ ବଡ଼ ବଡ଼ ଆସିବ, କଢ଼ ବି ଠିକ୍ ଭାବରେ ଫୁଟି ପାରିବ। ଭିଡ଼ିଓଟି ଭଲ ହେଇଥିଲେ